ଜୟ ଜଗନ୍ନାଥ ସାଇନା ଓଡ଼ିଆ ଟେକ୍କୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ କ'ଣ ରହିଛି ଫ୍ୟାସିଲିଟି ଏବଂ ଯେଉଁମାନେ ଗ୍ୟାସ୍ ଅଲରେଡ଼ି ପାଇଛନ୍ତି କିମ୍ବା ଯେଉଁମାନେ ଗ୍ୟାସ୍ ପାଇନାହାନ୍ତି ସେମାନେ କିପରି ଆପ୍ଲାଏ କରିବେ ଏବଂ ଯେଉଁମାନେ ଗ୍ୟାସ୍ ପାଇଛନ୍ତି ମାଗଣା ଗ୍ୟାସ୍ ସହିତ ଅନ୍ୟ କୌଣସି ସହାୟତା ରାଶି ଅଛି ଆମେ ଦେଖିବା ଯେ ବର୍ତ୍ତମାନ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଗ୍ୟାସ୍ ପାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ଘୋଷଣା ଏବଂ ଯେଉଁମାନେ ଗ୍ୟାସ୍ ପାଇନାହାନ୍ତି ସେମାନେ କିପରି ନୂତନ କନେକ୍ସନ୍ କରିପାରିବେ ଏବଂ ଗ୍ୟାସ୍ ନୁହଁ କିଛି ମଧ୍ୟ ସହାୟତା ରାଶି ମଧ୍ୟ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଗୋଟେ ବଡ଼ ଘୋଷଣା, ତେଣୁ ଭିଡ଼ିଓଟି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା 2.0ରେ କ'ଣ ରହିଛି ଫ୍ୟାସିଲିଟି। ଯଦି ଭିଡ଼ିଓଟି ଭଲ ଲାଗିବ ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ। ଚାଲନ୍ତୁ ଆମେ ଦେଖିବା ଯେ ବର୍ତ୍ତମାନ କ'ଣ ଘୋଷଣା କରାଯାଇଅଛି। ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା 2.0ରେ କ'ଣ ରହିଛି ଫ୍ୟାସିଲିଟି, କିଛି କେନ୍ଦ୍ର ସରକାର କିଛି ବର୍ତ୍ତମାନ ଘୋଷଣା କରିଛନ୍ତି ଯେ ଆପଣମାନେ ଯଦି ଗ୍ୟାସ୍ ପାଇଛନ୍ତି ତାହେଲେ ଆପଣମାନଙ୍କୁ କ'ଣ ଏହାର ଡିଟେଲ୍ସ ରହିଛି ବା ଯେଉଁମାନେ ଗ୍ୟାସ୍ ପାଇନାହାନ୍ତି ସେମାନେ କିପରି ଆପ୍ଲାଏ କରିବେ ମୁଁ ପ୍ରଥମେ କହିବି, ତାପରେ କେନ୍ଦ୍ର ସରକାର କ'ଣ ଘୋଷଣା କରିଛନ୍ତି ତାପରେ ମଧ୍ୟ ଆମେ ଡିସ୍କସ୍ କରିବା। ଦେଖନ୍ତୁ ଯେଉଁମାନେ ଗ୍ୟାସ୍ ପାଇନାହାନ୍ତି ଯେ ଗ୍ୟାସ୍ ପାଇବା ପାଇଁ ଯୋଗ୍ୟତା କ'ଣ ବା ଇଲିଜିବଲ୍ କ୍ରାଇଟେରିଆ କ'ଣ ରହିଛି ଦେଖନ୍ତୁ ନା ଜଣେ ବା ବୟସ୍କ ମହିଳା ବା ଘରର ଯେକୌଣସି ମହିଳା ଥିବେ ବା SC/ST ହେଇଥିବେ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେ ପାଇଥିବେ କିମ୍ବା ମୋଷ୍ଟ ବ୍ୟାକୱାର୍ଡ଼ କ୍ଲାସ୍ର ହେଇଥିବେ ବା ଅନ୍ତୋଦୟ କାର୍ଡ଼ ପାଉଥିବେ ଏବଂ ଏମାନେ ଗ୍ୟାସ୍ ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ କିନ୍ତୁ ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ ଏବଂ ଘରେ କୌଣସି ବ୍ୟକ୍ତି ଅଲରେଡ଼ି ଆଗରୁ ଗ୍ୟାସ୍ ପାଇନଥିବେ, ଏହା ହେଉଛି ଇଲିଜିବଲ୍। ଏମାନେ ଯଦି ଏଇ ଗାଇଡ଼ଲାଇନ୍ସ ଫଲୋ କରୁଛି ତାହେଲେ ଆପଣମାନେ ଗ୍ୟାସ୍ ପାଇପାରିବେ। ତେଣୁ ଗ୍ୟାସ୍ ପାଇବା ପାଇଁ ଆଉ କିଛି ରହିଛି ଗାଇଡ଼ଲାଇନ୍ସ, ଚାଲନ୍ତୁ ଦେଖିବା କ'ଣ ରହିଛି। ତ ଗ୍ୟାସ୍ ପାଇବାକୁ ହେଲେ ଆମକୁ କ'ଣ ଡକୁମେଣ୍ଟ ରିକ୍ୱାର୍ଡ଼ ବା କ'ଣ ଡକୁମେଣ୍ଟ ନିହାତି ଦରକାର। ପ୍ରଥମ ହେଉଛି KYC ଫର୍ମ। ମୁଁ ଆପଣଙ୍କୁ ବତେଇବି ଯେ KYC ଫର୍ମ କିପରି ଆପ୍ଲାଏ କରାଯାଏ ଏବଂ ତାପରେ ହେଉଛି ରାସନ କାର୍ଡ଼। ଯଦି ଆପଣ ଷ୍ଟେଟ୍ ରାସନ କାର୍ଡ଼ ହେଉ କିମ୍ବା ୱାନ୍ ନେସନ୍ ୱାନ୍ ରାସନ କାର୍ଡ଼ ନିହାତି ଦରକାର। ତାପରେ ହେଲା ଆଧାର କାର୍ଡ଼, ଆପଣଙ୍କର ଆଧାର କାର୍ଡ଼ ନିହାତି ଦରକାର ଏବଂ ଫଟୋ ପ୍ରୁଫ୍ ଅଫ୍ ଆଧାର କାର୍ଡ଼ ଏଠି ଆପଣ ଦେବେ। ତାପରେ ରହିଲା ଯେ ଆପଣ ସବସିଡ଼ି ପାଇବାକୁ ହେଲେ ଆପଣମାନେ ବ୍ୟାଙ୍କ ଆକାଉଣ୍ଟ ନିହାତି ଦରକାର ବା ଆପଣଙ୍କୁ ମୁଁ ଆଜି ଶିଖେଇବୁ ଯେ ଆପଣମାନେ କିପରି ସବସିଡ଼ି ପାଇବେ ବା ଯେଉଁମାନେ ସବସିଡ଼ି ପାଉନାହାନ୍ତି ଅଲରେଡ଼ି ସେମାନେ କିପରି ପାଇବେ ତାର ଡିଟେଲ୍ସ ମୁଁ ଆପଣଙ୍କୁ କହିବି। ଭିଡ଼ିଓଟିକୁ ଦେଖନ୍ତୁ ଯେ PM ଉଜ୍ଜ୍ୱଳା ଯୋଜନା ବେନିଫିଟ୍ କ'ଣ। ଆପଣମାନେ ସମସ୍ତେ ଗ୍ୟାସ୍ ପାଇଛନ୍ତି ତାହେଲେ ବେନିଫିଟ୍ କ'ଣ ଦେଖନ୍ତୁ। ଏଠି ବର୍ତ୍ତମାନ ବା ଯଦି ଆପଣ 14 କି 200 ଗ୍ୟାସ୍ ପାଉଛନ୍ତି ତାହେଲେ 1250 ଟଙ୍କା ଆପଣ ତ ମାଗଣା ପାଇବେ କିନ୍ତୁ କେନ୍ଦ୍ର ସରକାର ଆପଣଙ୍କ ପାଇଁ ଏତିକି ଟଙ୍କା ଖର୍ଚ୍ଚ କରିବେ ଏବଂ ଆପଣଙ୍କୁ ଏଠା ରେଗୁଲେଟର LPG ହସ୍ ଡୋମେଷ୍ଟିକ୍ ଗ୍ୟାସ୍ କନଜ୍ୟୁମର ପ୍ରାଇସ୍ ଏ ଟୋଟାଲ୍ ମିଶାଇକି ଆପଣମାନଙ୍କ ପାଇଁ କେନ୍ଦ୍ର ସରକାର ବେର୍ କରିବେ ଏତେ ସବୁ ଟଙ୍କା। ତେଣୁ କିନ୍ତୁ ଆପଣଙ୍କୁ ପଡ଼ିବ କ'ଣ ଫ୍ରି ଅଫ୍ କଷ୍ଟରେ ଆପଣ ପାଇପାରିବେ। କିନ୍ତୁ ଦେଖନ୍ତୁ ଯଦି ଆପଣ ତ ଗ୍ୟାସ୍ ତ ପାଇଲେ କିନ୍ତୁ ଆଉ କ'ଣ ଫ୍ୟାସିଲିଟି ବର୍ତ୍ତମାନ ରାଜ୍ୟ ବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି ତାପରେ ଆପଣଙ୍କୁ କହିବି ଯେ ଆପଣମାନେ ତ ଗ୍ୟାସ୍ ପାଇଛନ୍ତି, ଆପଣମାନେ ଜାଣିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ଆପଣ ଗ୍ୟାସ୍ ତ ମାଗଣା ଦେଇଛନ୍ତି ତାପରେ ଆପଣଙ୍କ ପାଇଁ ଇନ୍ସୁରାନ୍ସ ମଧ୍ୟ ଗୋଟେ କରିଛନ୍ତି। ଭାଗ୍ୟବଶତଃ ବା ଦୁର୍ଭାଗ୍ୟବଶତଃ ଯଦି ଦୁର୍ଘଟଣା ହୁଏ, ଠାକୁର ଡାକୁଛି ଆପଣ ଦୁର୍ଘଟଣା କିଛି ନ ହେଉ, ଯଦି ଦୁର୍ଘଟଣା ଯଦି ହୁଏ ଗ୍ୟାସ୍ ଜନିତ ଦୁର୍ଘଟଣା ତାହେଲେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। କ'ଣ କରିଛନ୍ତି ଚାଲନ୍ତୁ ଦେଖିବା ଯେ ବର୍ତ୍ତମାନ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଏହା ପାଇଁ ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ଯଦି କୌଣସି ଦୁର୍ଘଟଣା ବଶତଃ ହୁଏ, ଯଦି ଆକ୍ସିଡେଣ୍ଟ ହୁଏ କୌଣସି ଲୋକ ବା ମୃତ୍ୟୁବରଣ କରନ୍ତି ତାହେଲେ ଆକୁ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା କେନ୍ଦ୍ର ସରକାର ଦେବେ। ଏବଂ ଯଦି ମେଡ଼ିକାଲ ଏକ୍ସପେନ୍ସ କୌଣସି ଦୁର୍ଘଟଣା ବଶତଃ ମେଡ଼ିକାଲ ବା କିଛି ଦୁର୍ଘଟଣା ହୁଏ ତାହେଲେ କେନ୍ଦ୍ର ସରକାର କ'ଣ କରିବେ
ନା 30 ଲକ୍ଷ ପର୍ଯ୍ୟନ୍ତ ମେଡ଼ିକାଲ ଖର୍ଚ୍ଚ ବହନ କରିବେ। ଏବଂ ଯଦି ପ୍ରପର୍ଟି ଡ୍ୟାମେଜ୍, ଆପଣ ଯଦି ଆସବାବପତ୍ର ସବୁ ନଷ୍ଟ ହୋଇଗଲା କୌଣସି ଦୁର୍ଘଟଣା ହୋଇକି, ତାହେଲେ କେନ୍ଦ୍ର ସରକାର ଆପଣଙ୍କୁ କେତେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଇପାରେ। ଇଏ ହେଉଛି ବଡ଼ ଲାଟେଷ୍ଟ ଘୋଷଣା। ତେଣୁ ଦେଖିବେ ଯେ ଆଉ କିଛି ଅଛି, ଆପଣମାନେ କିପରି ଗ୍ୟାସ୍ ଆପ୍ଲାଏ କରିବେ। ଆପଣଙ୍କୁ ତ ମୁଁ ଡକ୍ୟୁମେଣ୍ଟ କହିଲି ଯେ ଆପଣମାନେ ଘରେ ବସି ମୋବାଇଲ ଫୋନରେ ଷ୍ଟେପ୍ ବାଇ ଷ୍ଟେପ୍ ଆପଣମାନେ କିପରି ଆପ୍ଲାଏ କରିବେ। ଚାଲନ୍ତୁ ଦେଖିବା। ଆପଣମାନେ ଗ୍ୟାସ୍ କନେକ୍ସନ୍ କରିବା ପୂର୍ବରୁ ଆପଣଙ୍କୁ KYC ଫର୍ମ ନିହାତି ଦରକାର। ଆପଣ KYC ଫର୍ମ ଏଥିରେ ଫିଲ୍ଅପ୍ କରିବାକୁ ପଡ଼ିବ। ଆପଣ ଇଣ୍ଡିଆନ୍ ଗ୍ୟାସ୍ ହେଉ କିମ୍ବା ଭାରତ ଗ୍ୟାସ୍ ହେଉ ଏବେ HP ଗ୍ୟାସ୍ ହେଉ, ଆପଣଙ୍କୁ ବତେଇବି ଆପଣମାନେ କିପରି ଆପ୍ଲାଏ କରିବେ ମୋବାଇଲ ଫୋନରେ। ତେଣୁ KYC ଫର୍ମ ନିହାତି ମ୍ୟାଣ୍ଡେଟୋରୀ। ଏଠି ଗୋଟେ ଆପଣ ପାସପୋର୍ଟ ଦେବେ, ତାପରେ ଆପଣ କ'ଣ ନା ଏଇଟା ଆଧାର କାର୍ଡ଼ ଅନୁସାରେ ଆପଣ ଡିଟେଲ୍ ଫିଲ୍ଅପ୍ କରିବେ। ଆପଣ ଫାର୍ଷ୍ଟ ନେମ୍ ଏବଂ ଆଧାର କାର୍ଡ଼ ନମ୍ବର, ମୋବାଇଲ ନମ୍ବର, ତାପରେ ଆପଣ କ'ଣ କରିବେ, ଦେଖିବେ ତଳୁ ସ୍କ୍ରଲ୍ କରିବେ, ତ ଆପଣ ଏଠି ଆଡ୍ରେସ୍ ପ୍ରୁଫ୍, ଏଠି ଆପଣ ଆଡ୍ରେସ୍ ପ୍ରୁଫ୍ ବର୍ତ୍ତମାନ ପରମାନେଣ୍ଟ ଆଡ୍ରେସ୍ ଆଉ ବ୍ୟାଙ୍କ ଆଡ୍ରେସ୍। ତାପରେ ଆପଣ କ'ଣ ଦେଖିବେ, ଏଠି କରିବେ ଯେ ଏଠି ଆପଣ ନିଜର ବ୍ୟାଙ୍କର ଡିଟେଲ୍ସ ଦେବେ। କାହିଁକି ନା ଆପଣ ବ୍ୟାଙ୍କକୁ ସିଧାସଳଖ କ'ଣ କରିବେ ନା ସବସିଡ଼ିଟା ଆସିବ। ଆପଣ ମୁଁ କହିବି ଆପଣ ସବସିଡ଼ି କେମିତି ପାଇବେ, ଚାଲନ୍ତୁ ଦେଖିବା। ଦେଖନ୍ତୁ ଇଏ ଗୋଟେ ଫର୍ମ ଅଛି ପହଲ ବା DBTL ଫର୍ମ। ଏ ସିଧାସଳଖ ବା ଡିଷ୍ଟ୍ରିବ୍ୟୁଟର ବ୍ୟାଙ୍କ ଆକାଉଣ୍ଟ ବା ସବମିଟ୍ ଏଠି କ'ଣ କରିବେ ନା ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ସବସିଡ଼ି ପଇସା ଆସିବ। ଯଦି ଆପଣ ସବସିଡ଼ି ପଇସା ପାଉନାହାନ୍ତି, ଏହିପରି ଫର୍ମ ଫିଲ୍ଅପ୍ କରିକି ଆପଣ କ'ଣ ଦେବେ, ସବମିଟ୍ କଲେ ଆପଣ ସିଧାସଳଖ କ'ଣ କରିବେ, ଆପଣମାନଙ୍କ ସବସିଡ଼ି ଏଠି ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଦେବେ। ଏଠି ଏ ଡିଟେଲ୍ ଫିଲ୍ଅପ୍ କଲା ପରେ ଆପଣ ବ୍ୟାଙ୍କ ସହିତ ଆକାଉଣ୍ଟ ଲିଙ୍କ ହେଇଯିବ, ଏଠି ଆଧାର କାର୍ଡ଼ ଲିଙ୍କ ହେଇଯିବ। ଦେଲା ପରେ ଆପଣ ସବସିଡ଼ି ପଇସା ପାଇପାରିବେ। ଚାଲନ୍ତୁ ବର୍ତ୍ତମାନ ଦେଖିବା ଆପଣମାନେ କିପରି ନୂତନ ଗ୍ୟାସ୍ ଆପ୍ଲାଏ କରିବେ। ଏଠି ନିଜ ମୋବାଇଲ ଫୋନର ଏଠି କ୍ରୋମ୍ ବ୍ରାଉଜର ଅନ୍ କରିବେ, ତାପରେ ଆପଣ ସର୍ଚ୍ଚ କରିବେ PMAUI। ଆସିଲା ପରେ ଦେଖ ଏଠି ହୋମ୍ ପେଜ୍ ଆସିବ। ଏଠି ଆପଣ ଯେଉଁ ଡାଇରେକ୍ଟ ଲିଙ୍କ ଅଛି, ଏଇ ଲିଙ୍କଟିକୁ ଆପଣ କ'ଣ କରିବେ ନା କ୍ଲିକ୍ କରିବେ। ଦେଖନ୍ତୁ ଏହିପରି ଗୋଟେ ନୂତନ ଇଣ୍ଟରଫେସ୍ ଆସିଗଲା। ଏଠି ଆପଣମାନେ କିପରି ଆପ୍ଲାଏ କରିବେ ଆପଣଙ୍କୁ ମୁଁ କହିବି, ଷ୍ଟେପ୍ ବାଇ ଷ୍ଟେପ୍ ବତେଇବି। ତ ଆପଣମାନେ କ'ଣ କରିବେ, ତଳୁ ସ୍କ୍ରଲ୍ କରିବେ, ସ୍କ୍ରଲ୍ କରି ଦେଖିବେ, ଦେଖନ୍ତୁ ଏଠି ଅଛି ଯେ ଆପ୍ଲାଏ ଫର୍ PMAUI ନୂଆ କନେକ୍ସନ୍। ଏଠି ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଦେଖିବେ, ଦେଖନ୍ତୁ ଏହିପରି ଗୋଟେ ଇଣ୍ଟରଫେସ୍। ଏଇଟା ଅଛି କ'ଣ ଅନଲାଇନ୍ ଆପ୍ଲାଏ। ଆପଣମାନେ ଚାହିଁଲେ ଇଣ୍ଡିଆନ୍ ଗ୍ୟାସ୍ ଏଇଟା ଆପ୍ଲାଏ କରିପାରିବେ। ତାପରେ ଆପଣ ତଳୁ ସ୍କ୍ରଲ୍ କରିବେ, ଏଠି ଦେଖନ୍ତୁ ଭାରତ ଗ୍ୟାସ୍ ଏଠି ଆପ୍ଲାଏ କରିପାରିବେ। ତେଣୁ ଆଉ ଗୋଟେ ହେଉଛି ଏଇଟା HP ଗ୍ୟାସ୍। ତେଣୁ ଆପଣଙ୍କ ଏରିଆରେ ଯେଉଁ ଗ୍ୟାସ୍ର ସୁବିଧା ରହିଛି ତେଣୁ ତାହା ଆପ୍ଲାଏ କରିବେ। ଆମେ ଏଠି କ'ଣ ନା ଇଣ୍ଡିଆନ୍ ଗ୍ୟାସ୍ ଅଛି, ମୁଁ କ'ଣ କଲି ନା ଇଣ୍ଡିଆନ୍ ଗ୍ୟାସ୍କୁ ଏଠି କ୍ଲିକ୍ କଲି। ତାପରେ ଦେଖିବେ ଏହିପରି ଗୋଟେ ଇଣ୍ଟରଫେସ୍ ଆସିବ। ତ ଆପଣ କ'ଣ କରିବେ, ଏଠି ନିଜର ନେମ୍, ଲାଷ୍ଟ ନେମ୍ ଏବଂ ଇମେଲ୍ ID ଆଉ ଫୋନ୍ ନମ୍ବର, ଯଦି ଇମେଲ୍ ଚଳିବ, ଫୋନ୍ ନମ୍ବର ଦେଇକି ଆପଣ ଏଠି କ'ଣ କରିବେ ନା ଏଠି ଆପଣ କ'ଣ କରିବେ, ଦେଖନ୍ତୁ ଏଠି ପ୍ରୋସିଡ୍ ଅପସନ୍ ଅଛି। ଏଠି ଆପଣ ପ୍ରୋସିଡ୍ ଅପସନ୍ କ୍ଲିକ୍ କଲା ପରେ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ କ'ଣ କରିବେ ନା ଆପ୍ଲାଏ କରିପାରିବେ।